ଅନେକ ଦିନ ତଳର କଥା। ମଧୁପୁର ନାମରେ ଏକ ଛୋଟ ଗାଁ ଥିଲା। ସେହି ଗାଁରେ ଭୋଳା ନାମରେ ଜଣେ ବାରିକ ରହୁଥିଲା। ଅଳ୍ପ ଦିନ ତଳେ ତା ପତ୍ନୀ ଏକ ଅସାଧ୍ୟ ରୋଗରେ ପଡ଼ି ମୃତ୍ୟୁବରଣ କଲା। ତା ପିଲାମାନେ ବହୁତ ଛୋଟ ଥିଲେ। ପତ୍ନୀ ମରିଯିବା ପରେ ଭୋଳା ପିଲାମାନଙ୍କୁ ଏକୁଟିଆ ଛାଡ଼ି କାମ କରିବାକୁ ଯାଇପାରୁନଥିଲା। ଏପରି ଅବସ୍ଥାରେ ଗାଁ ଲୋକମାନେ ତାକୁ ସାହାଯ୍ୟ କରୁଥିଲେ। ଗାଁ ବହୁତ ଛୋଟ ହୋଇଥିବାରୁ ଆଖପାଖରେ କାମ ମିଳୁନଥିଲା। ଗାଁ ଲୋକମାନେ ବି ତାକୁ କେତେ ଦିନ ଚଳାଇବେ। ତେଣୁ ଭୋଳା ଦୂର ଗାଁକୁ ଯାଇ କାମ କରିବାକୁ ସ୍ଥିର କଲା। ଦିନେ ସକାଳୁ ଉଠି ଶିବପୁର ଗାଁ ଆଡ଼କୁ ଯାତ୍ରା ଆରମ୍ଭ କଲା। ସେଦିନ କାମ ସାରି ଫେରିଲା ବେଳକୁ ସନ୍ଧ୍ୟା ହୋଇ ଯାଇଥାଏ। ବାଟରେ ଏକ ଜଙ୍ଗଲ ପଡ଼ିଲା। ଭୋଳା ସେ ଜଙ୍ଗଲ ପାର ହୋଇ ରାତି ଅଧ ବେଳକୁ ତା ଗାଁରେ ଆସି ପହଞ୍ଚିଲା। ସେ ପ୍ରତିଦିନ ସକାଳୁ ଉଠି ଶିବପୁର ଗାଁ ଆଡ଼କୁ ଯାଉଥିଲା, ଆଉ ସନ୍ଧ୍ୟା ବେଳକୁ ସେ ଜଙ୍ଗଲ ଭିତର ଦେଇ ଘରକୁ ଫେରୁଥିଲା। କାମ କରିବା ପରଠାରୁ ଭୋଳାର ଅବସ୍ଥା ଟିକେ ସୁଧୁରିବାକୁ ଲାଗିଲା। ଦିନେ ଭୋଳା କାମ ସାରି ଘରକୁ ଫେରୁଥାଏ। ସେତେବେଳକୁ ସନ୍ଧ୍ୟା ହୋଇ ଯାଇଥାଏ। ଯେତେବେଳେ ସେ ଜଙ୍ଗଲର ଠିକ୍ ମଝିରେ ହୋଇଗଲା, ଦେଖିଲା ଅଳ୍ପ ଦୂରରେ ଥିବା ଏକ ବରଗଛ ଉପରେ ଜଣେ ସ୍ତ୍ରୀ ଲୋକ ବସିଛି। ଭୋଳା ଭାବିଲା ଆଖପାଖର ଲୋକମାନେ ବୋଧେ କାଠ ସଂଗ୍ରହ କରିବାକୁ ଆସିଥିବେ। ଯେତେବେଳେ ସେ ତା ପାଖରେ ହୋଇଗଲା, ସ୍ତ୍ରୀ ଲୋକଟି ଗଛ ଉପରୁ ତଳକୁ ଡେଇଁ ରାସ୍ତାର ଠିକ୍ ମଝିରେ ଆସି ଠିଆ ହୋଇଗଲା। କିନ୍ତୁ ଭୋଳା ତାକୁ କିଛି ନ କହି ଆଗକୁ ଯିବା ପାଇଁ ପାଦ ପକାଇଲା। ସ୍ତ୍ରୀ ଲୋକଟି କହିଲା, ତମେ କୁଆଡ଼େ ଯାଉଛ? ଟିକେ ଶୁଣ। ଇଚ୍ଛା ନଥିଲେ ବି ଭୋଳା ଅଟକିବାକୁ ବାଧ୍ୟ ହେଲା। ସ୍ତ୍ରୀ ଲୋକଟି କହିଲା, ତମ ସହିତ ଟିକେ କଥା ଥିଲା। ଭୋଳା କହିଲା, ତମକୁ ତ ମୁଁ ଜାଣିନି, ମୋ ପାଖରେ କି କାମ ଅଛି? ସ୍ତ୍ରୀ ଲୋକଟି କହିଲା, ମୋ ନାଁ ରେଖା। ମୁଁ ଏଠୁ ଅଳ୍ପ ଦୂରରେ ରହେ। ପ୍ରତିଦିନ ସନ୍ଧ୍ୟାରେ ତୁମେ ଯାଉଥିବାର ଦେଖେ। ଆଜି ଟିକେ କଥା ହେବାକୁ ଇଚ୍ଛା ହେଲା ତ ସେଥିପାଇଁ ଡାକିଲି। ଭୋଳା କହିଲା, ଆଜି ତ ଡେରି ହେଇଗଲାଣି। ମୋ ପିଲାମାନେ ଭୋକରେ ମତେ ଅପେକ୍ଷା କରି ବସିଥିବେ। ଆଉ କେତେବେଳେ କଥା ହେବା, ମୁଁ ଏବେ ଯାଉଛି। ଭୋଳା ଏତିକି କହି ଘର ଆଡ଼କୁ ଚାଲିଲା। ସେଦିନ ଘନ ଜଙ୍ଗଲରେ ଏକ ସ୍ତ୍ରୀ ଲୋକକୁ ଦେଖି ତାକୁ ଭୟ ହୋଇ ଯାଇଥିଲା। ତା ପରଠାରୁ ସେ ଏକ ଲଣ୍ଠନ ଧରି ସେପଟେ ଯିବା ଆସିବା କଲା। କିଛି ଦିନ ପର୍ଯ୍ୟନ୍ତ ସେ ରେଖାକୁ ଆଉ ଦେଖିବାକୁ ପାଇଲାନି। ଦିନେ ଭୋଳା ଦେଖିଲା ରେଖା ପୁଣି ସେହି ଗଛ ଉପରେ ବସିଛି। ଯେତେବେଳେ ସେ ତା ପାଖରେ ପହଞ୍ଚିଲା, ସ୍ତ୍ରୀ ଲୋକଟି ତଳକୁ ଡେଇଁ ପଡ଼ି ରାସ୍ତା ମଝିରେ ଆସି ଠିଆ ହୋଇଗଲା। ଭୋଳା ଲଣ୍ଠନ ଆଲୁଅରେ ଦେଖିଲା ରେଖା ବହୁତ ସୁନ୍ଦର ଦେଖାଯାଉଛି। ତାକୁ ଦେଖି ଭୋଳାର ଭୟ କମିଗଲା। ରେଖା କହିଲା, ତମେ ଯଦି ମତେ ବାହା ହବ, ମୁଁ ତମକୁ ବହୁ ଧନରତ୍ନ ଦେବି। ତମେ ଖୁସିରେ ରହିବ। ଭୋଳା କହିଲା, ମୁଁ ତମକୁ ଜାଣିନି। ମୋର ଛୋଟ ଛୋଟ ଦୁଇଟି ପିଲା ଅଛନ୍ତି। ରେଖା କହିଲା, ତମେ ଜମା ବ୍ୟସ୍ତ ହୁଅନି। ତମ ପିଲାମାନଙ୍କୁ ମୁଁ ମାର ସ୍ନେହ ଦେବି। ତମକୁ ଏତେ ଧନରତ୍ନ ଦେବି ଯେ ଆଉ କାମ କରିବାକୁ ପଡ଼ିବନି। ଭୋଳା କହିଲା, ମୋର ଏବେ ଡେରି ହେଉଛି, ପରେ କଥା ହେବା। ସେଦିନ ଭୋଳା ଘରକୁ ଆସିଲା। ସବୁ କଥା ତାଙ୍କ ଗାଁର ଜଣେ ବୁଢ଼ାକୁ ଯାଇ କହିଲା। ବୁଢ଼ା କହିଲା, ଜଙ୍ଗଲ ଭିତରେ ଗୋଟେ ସ୍ତ୍ରୀ ଲୋକ ଅନ୍ଧାର ରାତିରେ ଗଛ ଉପରେ ବସି ତତେ ଅପେକ୍ଷା କରିବାଟା ମତେ କାହିଁ ସନ୍ଦେହ ଲାଗୁଛି। ତୁ ଯାହାକୁ ମଣିଷ ବୋଲି ଭାବୁଥିବୁ, ସିଏ ଗୋଟେ ଭୁତୁଣୀ ହୋଇଥାଇପାରେ। ତା ପାଦକୁ ଦେଖିବୁ, ଯଦି ଓଲଟା ହୋଇଥିବ କି ତା ଆଖିରେ ଯଦି ପଲକ ପଡୁନଥିବ, ତାହେଲେ ସିଏ ଭୁତୁଣୀ ହୋଇଥିବ। କଥାବାର୍ତ୍ତାରେ ଭୁଲାଇ ତା ବାଳ କାଟି ଆଣି ଯଦି ପାଖରେ ରଖିବୁ, ସବୁଦିନ ପାଇଁ ସିଏ ତ ବଶ ହୋଇ ରହିବ। ତାକୁ ଯାହା ମାଗିବୁ ସବୁ ଦବ। ତା ପରଦିନ ସନ୍ଧ୍ୟା ବେଳକୁ ଯେତେବେଳେ ଭୋଳା ଘରକୁ ଫେରୁଥିଲା, ସେ ଜଙ୍ଗଲ ଭିତରେ ଥିବା ବରଗଛ ପାଖରେ ରେଖା ତାକୁ ଅପେକ୍ଷା କରି ରହିଥିଲା। ଭୋଳା ତା ପାଖକୁ ଯାଇ ଦେଖିଲା ରେଖାର ଆଖିରେ ପଲକ ପଡୁନି। ରେଖା ପାଦ ଘୋଡ଼ାଇ ଶାଢ଼ୀ ପିନ୍ଧିଥିଲା। ତେଣୁ ଭୋଳା ତା ପାଦକୁ ଦେଖିବା ପାଇଁ ଚତୁରତାର ସହିତ କହିଲା, ତମ ପାଇଁ ପାଉଁଜି ଆଣିଛି, ପାଦ ଦେଖାଅ, ପିନ୍ଧାଇ ଦେବି। ଏ କଥା ଶୁଣି ରେଖା ଖୁସି ହୋଇ ପାଦ ଦେଖାଇଲା। ଭୋଳା ଦେଖିଲା ତା ପାଦ ଦୁଇଟି ପଛକୁ ବୁଲି ଯାଇଛି। ଭୋଳା ଜାଣିପାରିଲା ସେ ଏକ ଭୁତୁଣୀ ହାବୁଡ଼ରେ ପଡ଼ିଯାଇଛି। କିନ୍ତୁ ଭୋଳା ତା ହାତକୁ ପାଉଁଜି ଦେଇ କହିଲା, ୟାକୁ ମାପି ଦେଖିଲ, ଇଏ ତମକୁ ହଉଛି?
ଭୁତୁଣୀ ତା ପାଦରେ ପାଉଁଜି ମାପିବା ପାଇଁ ଯେମିତି ନଇଁ ପଡ଼ିଛି, ଏହି ସୁଯୋଗରେ ଭୋଳା ତା ମୁଣିରୁ କଇଁଚି ବାହାର କରି ଭୁତୁଣୀର ବାଳରୁ ଖଣ୍ଡେ କାଟିଦେଲା। ଭୁତୁଣୀ ଏ କଥା ଜାଣିପାରି ନିଜ ରୂପକୁ ଫେରିଆସି ଜୋର ଜୋରରେ କାନ୍ଦିବାକୁ ଲାଗିଲା। ଭୋଳା ତା ଭୟାନକ ରୂପ ଦେଖି ଭୟରେ ଥରିବାକୁ ଲାଗିଲା। ଭୁତୁଣୀ କହିଲା, ତମେ ମୋ ଭଲ ପାଇବାକୁ ଚିହ୍ନି ପାରିଲନି, ମୋ ସହିତ ଛଳନା କରିଛ। ମୁଁ ତମକୁ ବାହା ହୋଇ ତୁମ ଉପକାର କରିବାକୁ ଚାହୁଁଥିଲି। ମୋ ବାଳ କାଟି ତମେ କିଛି ଭଲ କଲନି। ଭୋଳା କହିଲା, ଠିକ ଅଛି, ତୁ ପ୍ରଥମେ ତୋ ସୁନ୍ଦର ରୂପକୁ ଫେରି ଆସେ, ତାପରେ ଯାହା କହିବା କଥା କହ। ଏବେ ଭୁତୁଣୀ ଏକ ସୁନ୍ଦରୀ ସ୍ତ୍ରୀରେ ପରିଣତ ହୋଇଗଲା। ଭୋଳାକୁ କହିଲା, ତମେ ମୋ ବାଳ କାଟି ନଥିଲେ ବି ମୁଁ ତୁମ ଉପକାର କରିଥାନ୍ତି, ତୁମ ସହିତ ସାରା ଜୀବନ ରହିଥାନ୍ତି। ଯେତେ ଧନରତ୍ନ ମାଗିଥାନ୍ତ ସେତେ ଦେଇଥାନ୍ତି। ତମେ ମୋ ବାଳ କାଟି ମତେ ବନ୍ଦୀ କରିଦେଲ। ଭୋଳା କହିଲା, ମୋ ପିଲାମାନେ ତୋ ଓଲଟା ପାଦ ଦେଖିଲେ ଭୟ କରିବେ। ଗାଁ ଲୋକମାନେ ତୋ ପାଦ ବିଷୟରେ ଜାଣିଲେ ମତେ ଗାଁରୁ ବିଦା କରିଦେବେ। ସମସ୍ତଙ୍କ ଠାରୁ ତୋ ପାଦକୁ ଯଦି ଲୁଚାଇ ରଖିବୁ ମୁଁ ତତେ ବାହା ହେବି। ରେଖା ରାଜି ହେବାରୁ ଭୋଳା ତାକୁ ଘରକୁ ଆଣିଲା। ଯେତେବେଳେ ସେମାନେ ଘରେ ପହଞ୍ଚିଲେ, ତା ପିଲାମାନେ ନୂଆ ମାଆକୁ ଦେଖି ବହୁତ ଖୁସି ହେଲେ। ଭୋଳା ଭୁତୁଣୀକୁ ଲୁଚାଇ ତା କଟା ବାଳକୁ ଏକ ହାଣ୍ଡିରେ ପୁରାଇ ଏରୁଣ୍ଡି ବନ୍ଧ ପାଖରେ ପୋତିଦେଲା। ଏହା ଭିତରେ କିଛି ଦିନ ବିତି ଯାଇଥିଲା। ଏବେ ଭୋଳା ପାଖରେ ପଇସାର ଅଭାବ ନଥିଲା। ସେ ବହୁତ ଭଲରେ ଚଳୁଥିଲା। ତାକୁ କାମ କରିବାକୁ ଯିବାକୁ ପଡୁନଥିଲା। ଦିନକୁ ଦିନ ଭୋଳାର ଉନ୍ନତି ଦେଖି ଗାଁ ଲୋକମାନେ ଈର୍ଷା କରିବାକୁ ଲାଗିଲେ। ସେମାନେ ଭାବୁଥିଲେ, ଏତେ ପଇସା ଇଏ କୋଉଠୁ ଆଣୁଛି? ଦିନେ ଭୋଳା ହାଟକୁ ଯାଇଥାଏ। ଏହି ସମୟରେ ସେହି ଗାଁର ରାମୁ ନାମରେ ଜଣେ ବ୍ୟକ୍ତି ଭୋଳାର ଝରକା ପାଖକୁ ଯାଇ ଦେଖିଲା, ରେଖା ପରିବା କାଟୁଛି, କିନ୍ତୁ ତାର ଦୁଇଟି ଯାକ ପାଦ ଓଲଟି ଯାଇଛି। ଏହା ଦେଖି ରାମୁ ଅଚେତ ହୋଇ ତଳେ ପଡ଼ିଗଲା। ଯେତେବେଳେ ତା ହୋସ ଆସିଲା, ଗାଁ ଲୋକମାନଙ୍କୁ ଯାଇ ସବୁ କଥା କହିଲା। ଗାଁ ଲୋକମାନେ ଭୋଳା ଘର ପାଖକୁ ଆସି ଦେଖିଲେ, ରାମୁ ଯାହା କହୁଛି ତା କଥା ସତ। ଏହା ପରଠାରୁ ଲୋକମାନେ ଭୋଳାର ଘର ପଟେ ଯିବା ଆସିବା ବନ୍ଦ କରିଦେଲେ। ଭୋଳାକୁ ଗାଁ ଛାଡ଼ି ଚାଲିଯିବାକୁ ଧମକ ଦେଲେ। ଏ କଥା ଶୁଣି ଭୋଳା ଘରକୁ ଯାଇ ରେଖାକୁ ପଚାରିଲା, ଏ ଲୋକମାନେ ତୋ ବିଷୟରେ କେମିତି ଜାଣିଲେ? ରେଖା କହିଲା, ମୁଁ କାହାକୁ କିଛି କହିନି। ତମେ ମୋ ବାଳ ଫେରାଇ ମତେ ମୁକ୍ତି ଦିଅ। କିନ୍ତୁ ଭୋଳା କହିଲା, ତୋଠାରୁ ମୁଁ ଯେତିକି ଧନରତ୍ନ ଆଉ ଉପକାର ପାଇଛି ତତେ ଛାଡ଼ି ପାରିବିନି। ତୁ ମୋ ପାଖରେ ସବୁଦିନ ପାଇଁ ରହ। ଏହା ଭିତରେ କିଛି ଦିନ ବିତି ଯାଇଥିଲା। ଦିନେ ଭୋଳାର ପୁଅ ଏରୁଣ୍ଡି ବନ୍ଧ ପାଖରେ ଖେଳୁଥିଲା। ସେ ଦେଖିଲା ଏକ ଗାତ ହୋଇଛି, ଯେଉଁଠି ଭୋଳା ଭୁତୁଣୀର ବାଳକୁ ହାଣ୍ଡିରେ ପୁରାଇ ପୋତି ଦେଇଥିଲା। ଭୋଳାର ପୁଅ ସେ ଗାତକୁ ଦେଖି ତାକୁ ଖୋଳିବାକୁ ଲାଗିଲା। ତା ଭିତରୁ ହାଣ୍ଡିକୁ ବାହାର କଲା। ଏହି ସମୟରେ ରେଖା ଆସି ପହଞ୍ଚିଲା। ସେ ଦେଖିଲା ସେ ହାଣ୍ଡି ଭିତରେ ଖଣ୍ଡେ କଟା ବାଳ ଅଛି। ରେଖା ଜାଣିପାରିଲା ଇଏ ତାରି ବାଳ। ସେ ସଙ୍ଗେ ସଙ୍ଗେ ବାଳତକ ନେଇ ନିଆଁରେ ପୋଡ଼ିଦେଲା। ଏବେ ରେଖା ଭୋଳା ହାତରୁ ମୁକ୍ତ ହୋଇ ଯାଇଥିଲା। ସନ୍ଧ୍ୟାରେ ଯେତେବେଳେ ଭୋଳା ଆସି ପହଞ୍ଚିଲା, ରେଖା ତାକୁ ଦେଖି କହିଲା, ମତେ ଏବେ ଯିବାକୁ ଦିଅ, ମୁଁ ଆଉ ରହିବାକୁ ଚାହୁଁନି। ଭୋଳା କହିଲା, ମୁଁ ତତେ ବନ୍ଦୀ କରି ରଖିଛି, ତୁ ଏଠୁ ଯାଇପାରିବୁନି। ରେଖା କହିଲା, ମୁଁ ତୁମକୁ ପରୀକ୍ଷା କରୁଥିଲି। ତମେ ମୋ ବାଳକୁ ଯୋଉ ହାଣ୍ଡିରେ ପୁରାଇ ରଖିଥିଲ, ମୁଁ ତାକୁ ପାଇ ଆଜି ପୋଡ଼ି ଦେଇଛି। ମୁଁ ଏବେ ମୁକ୍ତ। ଏଠୁ ଯିବା ପୂର୍ବରୁ ତମ ପାଇଁ ବହୁ ଧନରତ୍ନ ରଖିଦେଇଛି। ଭୋଳା ତାକୁ ନ ଯିବା ପାଇଁ ଯେତେ ଅନୁରୋଧ କଲା, ଭୁତୁଣୀ ତା କଥା ଶୁଣିଲାନି। ଏକ ଭୟାନକ ଗର୍ଜନ କରି କୁଆଡ଼େ ଅଦୃଶ୍ୟ ହୋଇଗଲା। ଭୁତୁଣୀ ଚାଲିଯିବା ପରେ ଭୋଳା ତା ପିଲାମାନଙ୍କୁ ଧରି ଏକ ଦୂର ଗାଁକୁ ଚାଲିଗଲା। ଏହା ପରଠାରୁ ତା ଜୀବନ ଖୁସିରେ କଟିଲା।